जय जगन्नाथ। आज भल कथाटे विजय मन रखिता किसी नहीं हाउड़ी हम कौन हम वर्जन बुझे वर्जन टा कौट ना 23 अपुरी गोटे होता बहुत दिन तले जिनस थर रही 3 रड़ी 5 वर्ष बेले कड़ी कल्या पिता 5123 होता 3 थर डाक होता थला से जाजपुर केउझर भद्रक सेपटे तापर जिंदर है पुणी आगक हम बुझी ना शून्य शब्द हो ना किसी हम ये जो घटना घटू विज्ञान तो तार किसी रिसर्च पाऊनी भूमिकंप होने आकाश शून्य शब्द हो तार कि अंत पाई पाई ना कि पाइबे ना ये शब्द कौन एरा वास्तव मत चेतुआ भक्त जो मैंने से जापर शब्द न हवा आगुरी छुटुक होटा कौन घटो आउ जी हरिया हरिया बोल बेटा मागुरी मत गाछ युवती नारिका बोल बेटा हरिया हरिया बोल से कौन तार मत शुणा शुणी कुआ कुही ना आउ किसी पढ़ा पढ़ी अनुभवकारी कई जन सत्यटा कौन अनुभव हूँ सत्य कुआ कही सत्य नु कि शुणा शुणी सत्य नु कि पढ़ा पढ़ी सत्य नु अनुभव हूँ सत्य अनुभव कर अनुभव करने को पथ देखा शुणिकी कौन पथ देखे एक एक मिसिले 2 समत जान पुणी एक एक मिसिले 0 एक एक मिसिले के 2 किंतु एक एक मिसिले 0 एक एक मिसी एक जे बोलाई एक एक मिसी शून्य जे हुआ ही न जानती जने के एक एक मिसी शून्यता हूँ सत्य एक एक मिसिले 2 कौन के जाना एक एक मिसिले भी 3 एक मिसिले भी 4 सेमती चेतुआ भक्त होदब से आगु जान कौन गोटे घटो 8 दिन आगु जान चेतईदब आज देखा शुणा कुआ कुई से कौन तार मरम से जा ये जो शब्द होता बारंबार होउची पुणी आगु को हम बोली महापुरुष प्रमाण दे ये हूँ मन था जोग माया खेल यहाँ जोग माया मान कौन हे मातृ शक्ति जागरण होती भक्त मान चेतना फेर धीरे धीरे पहले बार 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 करी शून्य शबद शुभुव बाबू जही हेजी न पारे माया रे पड़े जोग माया खेल यही आखि सुंदर कथा ये खेल जोग माया खेल पहले बार बार माने बारंबार हम शून्य शबद शुभुव बाबू रही हेजी न पारे माया रे पड़े किए चिंता करुच्ची जो एरिया रे से लोग चिंता कर
ସେ ଶୁଣିଦେବେ, ତାପରେ ତାକୁ ବ୍ରହ୍ମାଣ୍ଡର ଫେରେ ମାୟା ବାଛି ଯାଇଥାଉ। ଏ ପ୍ରକୃତିରେ କି ଖେଳ? ଯୋଗ ମାୟା ଖେଳ ହଉଛି ଯୋଗ ମାୟାଙ୍କର ଖେଳ ଆରମ୍ଭ ହେଲା। ଇଏ ନଥିଲା ମାରକଣ୍ଡଙ୍କର 7 ଅଙ୍କରୁ ଏସବୁ ଆରମ୍ଭ ହେଇଛି। ଥରେ ମନେ ରଖିଥାଅ, 13 ନା 14 ମସିହାରେ ଗୋଟେ ଭୂ କିନି ଗୋଟେ ଶବ୍ଦ ହେଇଥିଲା ଚାରିଆଡେ। ଅକସ୍ମାତ ଗଡିଆ ପାଣି ସରିଗଲା, ସମସ୍ତେ କହିଲେ ଭୂମିକମ୍ପ ଦେଖିଲା ଭୂମିକମ୍ପ ନୁହେଁ। ସେଇଠୁ ମାରକଣ୍ଡଙ୍କ ଅଙ୍କ ଆରମ୍ଭ ହେଲା। ଗୋଟେ ଦଶମୀ ପଡିଥିଲା ତିଥି ସେତେବେଳେ। କଣ କହିଲେ? ଚେତୁଆବଗତ ଚେତି ରହିଥିବେ ଚେତନାରେ ନିରନ୍ତର, ଦୁଷ୍ଟ ନାଶ ଯିବେ ସନ୍ଥକୁ ପାଳିବେ ରଖି ପଣତ ତଳର। ରାମଦାସ କହୁଛନ୍ତି କି ଅଚ୍ୟୁତ, ବୋଲେ ଅଚ୍ୟୁତ ଏ ରାମ ଗୋଟେ ଯୋଗ ମାୟାଙ୍କ ଖେଳ ସଂସାରରେ ହବ। ଶୂନ୍ୟରୁ ଶବ୍ଦ ହବ, ସେ ଶବ୍ଦକୁ କିଏ ସମସ୍ତେ ଜାଣିପାରିବେନି, ଚେତୁଆ ଭକ୍ତ ମାନେ ଜାଣିବେ, ସେଠୁ ଜାଗି ଉଠିବେ। ଯେତେବେଳେ ଦୁଷ୍ଟଙ୍କୁ ସଂହାର ହବ, ସେ ଯୋଗ ମାୟାଙ୍କ ପଣତ ତଳେ ଚେତୁଆ ଭକ୍ତ ମାନେ ରହିଥିବେ। ବର୍ତ୍ତମାନ କେଇ ଜଣ ଚେତନାରେ ରହୁଛନ୍ତି? କେଇ ଜଣ? 100 ଗୋଟାଏ ନୁହେଁ, କୋଉଠି 1000 ଗୋଟାଏ ଦିଟା ଚେତୁଆ। ଏରା ସବୁ ମାଳିକା ଶୁଣିକି ବର୍ତ୍ତମାନ ଏତେ ଭକ୍ତ କାହିଁ ଛତୁ ଫୁଟିଲା ପରେ ଫୁଟିଛନ୍ତି ଜାଣିଛୁ ନା? ଏ କଳିଯୁଗ ସରିଯିବ, ମାଳିକା ସବୁ ଶୁଣିକି ସବୁ ପାଗଳିଆ ହେଇଯାଇଛନ୍ତି। ଇଏ ଠାକୁର ସିଏ ଠାକୁର ସବୁ ବାହାରି ପଡୁଛନ୍ତି ନା, ସବୁ ଠାକୁର ବାହାରୁଛନ୍ତି। ଆଜ୍ଞା ଛତୁ ଫୁଟିଲା ପରେ ଠାକୁର ବାହାରିଲେଣି। ଯୋଉଠି ହେଲେ ଗୋଟେ ଆଶ୍ରୟ ନେଇଗଲେ କାଳେ ବଞ୍ଚିଯିବୁ କି? ମାନେ ପ୍ରଶ୍ନବାଚକ ଚିହ୍ନ, ବଞ୍ଚିଯିବୁ କି? ଆରେ ବଞ୍ଚିବୁ କୁଆଡେ? କାନ୍ଦିଲେ କି ହେବ, ବାନ୍ଧିଲେ କି ହେବ, ଜମକି ସତେ ଛାଡ଼ିବ। ଏ ବାପା ତୁ କାନ୍ଦିଲେ କଣ ହବ, ବାନ୍ଧିଲେ କଣ ହବ, ତତେ ଜମ ଛାଡ଼ିବନି। ଗୁରୁ ବସିଥିବେ ପଥର ନାଭରେ, ଶିଷ୍ୟକୁ ବସାଇ ନେଇ, ଗୁରୁ ଉବୁଟୁବୁ ଶିଷ୍ୟ ଉବୁଟୁବୁ, ରଖିବ କେ କାହା ପାଇଁ। ତେଣୁ ସବୁ ଭକ୍ତଙ୍କୁ ମୋର ଏତିକି ନିବେଦନ, ଗୁରୁ କରୁଛ କର, କୌଣସି ଗୁରୁକୁ ଆମେ ନିନ୍ଦା କରୁ, କିନ୍ତୁ ଗୁଣ ଚିହ୍ନି ଗୁରୁ କର। ପ୍ରଥମ ଯିଏ ଗୁରୁର ପ୍ରଥମ ସୋପାନ ହଉଛି ମାୟା ବ୍ୟବର୍ଜିତା, ସେ ମାୟାକୁ କାଟିଥିବେ। ନିଜ ପୁଅ ଠାରୁ ଶିଷ୍ୟ ହଉଛି ବଡ। ନିଜ ପୁଅ ମରିଗଲେ ଦୁଃଖ ନାହିଁ, କିନ୍ତୁ ଶିଷ୍ୟ ପାଇଁ ଦୁଃଖ। ଇଏ ପ୍ରଥମ ସୋପାନ। ଆଉ ଦ୍ୱିତୀୟ ସୋପାନ ପ୍ରକୃତରେ ଯିଏ ଗୁରୁ, ସଂସାର ମତରେ, ତତ୍ଵରେ ତ ବୁଝେଇଲେ ଅନେକ ହବ, ତାଙ୍କ ପାଖେ ଲୋଭ ମୋହ ମାୟା କିଛି ନଥାଏ। ଆକୁ ଚିହ୍ନି ଗୁରୁ କରିବା ହଉଛି ମୁଖ୍ୟ। ସେ ମୂର୍ଖ ଗୁରୁ ହଉ ପଛେ, ସେ ଗୁରୁ କିଛି ନ ଜାଣିଥାଉ, ତାଙ୍କ କର୍ମଟା ହଉଛି ସତ୍ୟ। ଆଗ କର୍ମକୁ ଅନୁସରଣ କରିବା। ଆଉ ଅମୁକ ଜାଗାରେ ମହାପୁରୁଷ ଜନ୍ମ ହୋଇଛନ୍ତି, ମାଳିକାରେ ଲେଖା ଅଛି, ଆମେ ତାଙ୍କ ପାଖକୁ ଗଲୁ, ଆଉ 10,000 ଚେଲା କରିଦେଲେ ଭଲ ପଇସା ରୋଜଗାର ହେଲା। ଖଣ୍ଡିଆ କୁଡିଆ ଦେଲା, 5 ତାଲା ବିଲ୍ଡିଂ ହବ, ସାଇକେଲ ପେଲି ପେଲି ଦିନ ଯାଉଥିଲା, କଣ 4 ହୁଇଲରେ ଯୋଡା ହବ, ସେଥିରେ କିଛି ମହତ୍ଵ ନାହିଁ। ସେଥିରେ କିଛି ମହତ୍ଵ ନାହିଁ। ସୁନ୍ଦର ମହତ୍ଵ ବିବେକୀ ଜାଣଇ, ମୂର୍ଖ ଜାଣିବେ କାହିଁ। ଆତ୍ମାର ମହତ ବିବେକୀ ଜାଣଇ, ଜଡ ବାବୁ ଜୀବ କାହିଁ। ଗୁରୁ ଶିଷ୍ୟ ଭାବ, ସେ ଯୋଉ ପରମ୍ପରା ତତ୍ଵ, ଯାହାକି ମୁଖରେ ବର୍ଣ୍ଣନା ହେଇପାରିବ ନା। ନୀତି ହଉ ହଉ ଆଗ ଗୁରୁ ଖାଇଦିଅନ୍ତୁ, ତାପରେ ଚେଲା ଖାଇବେ, ହଉନାଇଁ ନା? ବିଚିତ୍ର ପରା। ଆମେ ଗୋଟେ ମଠକୁ ଧରେ ଯାଇଥାଉ, ବାବାଙ୍କ ପାଇଁକି ମାନେ ସେ ସ୍ପେଶାଲ ଦହି ହେଇଥାଏ, ତ ମୁଣ୍ଡ ଖରାପ ହେଇଯିବ।
କିନ୍ତୁ ଚେଲାଙ୍କ ପାଇଁ କଣ କହିଲୁ, ସେ ଡାଲମା ଦିହରେ ବୋଧେ 5 କିଲେ ଡାଲି ଦିହରେ ବୋଧେ ପାଣି ଖାଲି ଅବଢା ପରି ଦଳା ହେଇଛି। ଆମେ କହିଲୁ ଧନ୍ୟ ରେ, ବିଚିତ୍ର ସମାଜ। ଗୁରୁକୁଳକୁ ଅନେକ ଭଣ୍ଡ ତପସ୍ୱୀ ନଷ୍ଟ କରିଦେଲେ। ବାସ୍ତବରେ ଯିଏ ଗୁରୁ ହେଇଥିବ ସେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟରେ ଆବୃତ ହେଇନଥିବ। ସେ ଜାଣନ୍ତୁ କି ନ ଜାଣନ୍ତୁ, ଯଦି ଏତିକି ତାଙ୍କର ଆତ୍ମଜ୍ଞାନ ଥିବ, ଆରେ ମୋ ଆତ୍ମାଟା ଯେମିତି ଅନ୍ୟ ଆତ୍ମାଟା ସେମିତି, ତାଙ୍କ ପଦକୁ କୋଟି କୋଟି ଶରଣ। ଜ୍ଞାନ ବଡ ନୁହଁ, ତାଙ୍କ କର୍ମଟା ହେଉଛି। ଅଚ୍ୟୁତ କହିଥିଲେ, ଅର୍ଜିତ ଦାସ କହିଥିଲେ ଅଚ୍ୟୁତ, ତାର 146 ଗ୍ରନ୍ଥ, ଯାହା ମୋର ଖଣ୍ଡେ ମହିମଣ୍ଡଳ ହଉଛି। ସମୟ ଅଧିକା ହେଇଯିବ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଏକ ବାର ହରି।